ଏଇ ବାକ୍ୟ ତ ଆମେ ସମସ୍ତେ ଜାଣିଛୁ। ଆମେ ଛୋଟଟି ବେଳୁ ଯକ୍ଷଙ୍କ ବିଷୟରେ ଶୁଣି ଆସୁଛୁ, କିଛି ନୂଆ କଥା ନୁହେଁ। ଆଉ ସେଇ ମଧ୍ୟରୁ ମୁଁ କିଛିଟା କହିବାକୁ ଚାହେଁ। ପ୍ରଥମ ଦିନରେ ବାକ୍ୟ ଯକ୍ଷଙ୍କ ବିଷୟରେ ଶୁଣିଥିବା କିଛି ବିଷୟ ମୁଁ କହିବି। ଶୁଣିଲେ ମଧ୍ୟ ମାନେ ଶୁଣିଥିବା ବାକ୍ୟ ପ୍ରତି ମନୋଯୋଗୀ ହେବା ଏବଂ ଆମେ ପ୍ରଭୁଙ୍କ ଦାସଙ୍କ ମୁଖରୁ ମୁଁ ଯାହା ଶୁଣିଛି ଆଉ ସେଥି ମଧ୍ୟରୁ ଟିକେ ଟିକେ ଯାହା ପ୍ରସ୍ତୁତ ହେଇଛି ଆଉ ମୁଁ ସେଇ ବିଷୟରେ ଟିକେ କହିବାକୁ ଚାହେଁ। ଆଉ ଆଜିର ବାକ୍ୟ ଆମେ ପଢିବା ପ୍ରଥମରେ ଲୁକ 19 ପର୍ବ 1-10 ପର୍ଯ୍ୟନ୍ତ। ଆଉ କିଏ ଯଦି ପାଇବେ ପଢିବାରେ ସାହାଯ୍ୟ କରିବେ। ପ୍ରେଜ୍ ଦ ଲର୍ଡ। 19 ପଢୁଛି। ପରେ ସେ ଜିରିହ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ। ଆଉ ଦେଖ, ଯକ୍ଷୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଗ୍ରାହ୍ୟ ଧନୀ ଲୋକ। ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖିପାରୁ ନଥିଲେ, କାରଣ ସେ ବାଙ୍ଗରା ଥିଲେ। ଏଣୁ ସେ ଆଗକୁ ଦୌଡ଼ିଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା। ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଯକ୍ଷୀୟ, ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମୋତେ ଅବଶ୍ୟ ତୁମ ଘରେ ରହିବାକୁ ହେବ। ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ। ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି। କିନ୍ତୁ ଯକ୍ଷୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋହର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ରମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରାହ୍ମଙ୍କର ଜଣେ ସନ୍ତାନ। କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି। ଆମେନ୍। ଧନ୍ୟବାଦ ଭଉଣୀ, ପଢିବାରେ ସାହାଯ୍ୟ କରିଥିବାରୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜିର ବାକ୍ୟ ଆମ ଜୀବନରେ ଆମେ କେମିତି ଆପଣେଇବା ସେଥିପ୍ରତି ଧ୍ୟାନ ଦେବା। ଅନେକ ବିଷୟ ପ୍ରଭୁଙ୍କ ଦାସ କହିଥିଲେ, କିନ୍ତୁ ତା ମଧ୍ୟରୁ ମୁଁ କିଛିଟା ମନେ ରଖିଛି, ଆଉ କିଛିଟା ମନେ ରଖିନି। ତଥାପି ଆମେ ଯକ୍ଷଙ୍କ ବିଷୟ ଦେଖିବା। ଯକ୍ଷଙ୍କର କିଛି ବିଶେଷତା ଏ ସ୍ଥାନରେ ଲେଖାଯାଇଛି। ପ୍ରଥମେ ଆମେ ଯକ୍ଷଙ୍କ ବିଷୟ ଦେଖିବା। ସେ ଜଣେ କରଗ୍ରାହୀ ଓ ଧନୀ ଲୋକ ଥିଲେ। ସେ ସମୟରେ ଲୋକମାନେ କର ଆଦାୟକାରୀ ମାନଙ୍କୁ ଭଲ ପାଉନଥିଲେ। ସେମାନେ କର ଆଦାୟକାରୀ ମାନେ ଅନ୍ୟାୟରେ ଏବଂ ପାପରେ ଟ୍ୟାକ୍ସ କଲେକ୍ସନ ମଧ୍ୟ କରୁଥିଲେ। ଲୋକମାନଙ୍କୁ ଡରେଇ ଧମକେଇ ଯେତିକି ଆବଶ୍ୟକ ତାଠାରୁ ଅଧିକ କର ଆଦାୟ କରୁଥିଲେ। ସେଥିପାଇଁ ଲୋକମାନେ କର ଆଦାୟକାରୀ ମାନଙ୍କୁ ଘୃଣା କରୁଥିଲେ। ସେମାନଙ୍କୁ ପାପୀ ବୋଲି ଭାବୁଥିଲେ ଓ ଖରାପ ଲୋକ ଭାବୁଥିଲେ। ଆଉ ସେମାନଙ୍କ ସାଙ୍ଗରେ କୌଣସି ସମ୍ପର୍କ ରଖିବାକୁ ଚାହୁଁନଥିଲେ। ଆଉ ତାଙ୍କ ମଧ୍ୟରୁ ଯକ୍ଷ ଜଣେ ଥିଲେ। ଆଉ ଯକ୍ଷ ମଧ୍ୟ ଟ୍ୟାକ୍ସ କଲେକ୍ଟର ଥିଲେ। ଆଉ ସେ ଟ୍ୟାକ୍ସ ଆଦାୟ କରୁଥିଲେ। ଆଉ ତାଙ୍କୁ କୌଣସି ଲୋକ ଭଲ ପାଉନଥିଲେ। ଆଉ ଦ୍ୱିତୀୟରେ ଆମେ ଦେଖିବା ଯକ୍ଷଙ୍କ ବିଷୟରେ ଲେଖା ଅଛି, ସେ ଜଣେ ଧନୀ ଓ ବ୍ୟକ୍ତି ଥିଲେ। କାରଣ ସେ ଜଣେ ଲୋକମାନଙ୍କଠୁ ପଇସା ଲୁଟୁଥିଲେ। ଆଉ ସେଥିରେ ଧନୀ ହବାଟା ତ ନିଶ୍ଚୟ ସୁନିଶ୍ଚିତ। ଯେତେବେଳେ ସେ କର ଆଦାୟ କରୁଥିଲେ, ଲୋକମାନଙ୍କଠୁ ଆବଶ୍ୟକତା ଠାରୁ ଅଧିକ କର ଆଦାୟ କରୁଥିଲେ। ଆଉ ସେଥିପାଇଁ ସେ ଧନୀ ବ୍ୟକ୍ତି ଥିଲେ। ଆଉ ସେ ମଧ୍ୟ ଜଣେ ବାଙ୍ଗର ଲୋକ ଥିଲେ। ଯକ୍ଷଙ୍କ ଭିତରେ ଗୋଟେ ବଡ ଇଚ୍ଛା ଥିଲା, ସେ ଯୀଶୁଙ୍କୁ ଦେଖିବେ ବୋଲି ସେ ବହୁତ ଇଚ୍ଛା କରିଥିଲେ। ଆଉ ସେ ଗେଡା ହୋଇଥିବାରୁ ଲୋକ ଭିଡ ସକାଶୁ ସେ ଯୀଶୁଙ୍କୁ କେମିତି ଦେଖିବେ ଭାବି ତାଙ୍କ ଭିତରେ ଏତେ ଇଚ୍ଛା ଥିଲା ଯେ ସେ ଯୀଶୁଙ୍କୁ ଦେଖିବା ପାଇଁ ଡିମ୍ବିରି ଗଛରେ ଚଢିଗଲେ। ଯୀଶୁ ସେଇ ବାଟରେ ଯାଉ ଯାଉ ସେ ଗଛ ପାଖରେ ପହଞ୍ଚି ଛିଡା ହୋଇ ଉପରକୁ ଦେଖିଲେ ଆଉ କହିଲେ, ଯକ୍ଷ, ଶୀଘ୍ର ତଳକୁ ଓହ୍ଲାଇ ଆସ, ଆଜି ମୋତେ ଅବଶ୍ୟ ତୁମ ଘରେ ରହିବାକୁ ହେବ। ଏଠାରେ ଗୋଟେ ବହୁତ ଗଭୀର କଥା ଲୁଚିକି ରହିଛି। ପ୍ରଥମେ ଯଦି ଆମ ମନରେ ଇଚ୍ଛା ଅଛି, ଆମେ ଜାଣିବା ପ୍ରଭୁ କିଏ ଓ ସତ୍ୟର ରାସ୍ତା କୋଉଟା, ଆଉ ଆମେ ସତ୍ୟ ପଥରେ ଯିବାର ଅଛି। ସତ୍ୟର ପଥରେ ଯିବାର ଯଦି ଆମ ଭିତରେ ଅଛି, ତ ଆମେ ପ୍ରାର୍ଥନା କରିବା, ଯୀଶୁ ବାବା ଆମ ନିକଟରେ ନିଶ୍ଚୟ ପ୍ରକଟ ହେବେ। ଯୀଶୁ ବାବା କେମିତି ହେଲେ ଆମକୁ ପଥ ଦେଖାଇବେ। ପ୍ରଭୁ ଯୀଶୁ କେବେ ବି ଆମ ବାହାର ରୂପ ଦେଖନ୍ତିନି। ଆମେ ଗେଡା ଅଛୁ କି ଡେଙ୍ଗା ଅଛୁ, କଳା ଅଛୁ କି ଗୋରା ଅଛୁ, ପାଠ ପଢିଛୁ କି ପାଠ ପଢିନୁ, ଯୀଶୁ ଏସବୁ ବିଷୟ ଦେଖନ୍ତିନି।
ପ୍ରଭୁ ଯୀଶୁ କଣ ଦେଖନ୍ତି? ଆମ ମନକୁ ଦେଖନ୍ତି ଓ ହୃଦୟକୁ ଦେଖନ୍ତି। ଆପଣ ଯେତେ ଖରାପ କାମ କରିଥାନ୍ତୁ, ଯୀଶୁ ବାପାଙ୍କୁ କିଛି ଫରକ ପଡେନି। ସେ ତଥାପି ପ୍ରଭୁ ଆମମାନଙ୍କୁ ପ୍ରେମ କରନ୍ତି। ଆମେ ଯେତେ ଖରାପ କାମ କଲେ, ଆମେ ଜାଣିଛୁ ଆମେ ସେଟା ଖରାପ କାମ, କିନ୍ତୁ ଆମେ ଯେତେବେଳେ ଯୀଶୁଙ୍କ ଠାରେ ଆଣ୍ଠେଇ ପଡି ପ୍ରାର୍ଥନା କରୁ, ଯୀଶୁଙ୍କ ଠାରେ କ୍ଷମା ମାଗୁ, ଯୀଶୁ ସେତେବେଳେ ଆମର ସବୁ ପ୍ରାର୍ଥନା ଶୁଣନ୍ତି ଏବଂ ଆମକୁ ଆଶୀର୍ବାଦ କରନ୍ତି। ପ୍ରଭୁ ଉପରକୁ ଦେଖି କହୁଛନ୍ତି, ଯକ୍ଷ ଶୀଘ୍ର ତଳକୁ ଓହ୍ଲାଇ ଆସ। ପ୍ରଭୁ ପ୍ରଥମ ଥର ପାଇଁ ଯକ୍ଷଙ୍କୁ ଦେଖୁଛନ୍ତି। ସେ କେମିତି ତାଙ୍କ ନାମ ଜାଣିଲେ? ପ୍ରଭୁ ଯୀଶୁ କେମିତି ସେ ଯକ୍ଷଙ୍କୁ ପ୍ରଥମ ଥର ଦେଖିଲେ? ଯକ୍ଷଙ୍କୁ ସେ ଆଗରୁ ଦେଖିନଥିଲେ, କି ଜାଣିନଥିଲେ, କି ଚିହ୍ନି ନଥିଲେ। ଆଉ ସେ ଯକ୍ଷଙ୍କୁ ନାମ ଧରି ଡାକିଲେ। ପ୍ରଭୁ ଯୀଶୁ ସବୁ ବିଷୟ ଜାଣନ୍ତି ଆଉ ସେ ହଉଛନ୍ତି ସର୍ବଜ୍ଞାନୀ ଅଟନ୍ତି। ସେ ସବୁ ବିଷୟ ଆମ ଜୀବନର, ଆମର ସେ ସୃଷ୍ଟିକର୍ତ୍ତା। ଆମେ ମାତାର ଉଦର ଠାରୁ ସେ ଆମମାନଙ୍କୁ ଚିହ୍ନିଛନ୍ତି, ଜାଣିଛନ୍ତି। ଆଉ ସେ ସେଥିପାଇଁ ତାଙ୍କୁ କୌଣସି ବିଷୟ ଅଛପା ନୁହେଁ। ସେ ଆମ ନାଁ ମଧ୍ୟ ଧରିକି ଡାକି ପାରିବେ। ସେ ଆମ ନାମ ମଧ୍ୟ ଧରିକି ଡାକନ୍ତି। ଆଉ ସେ ଆମ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ବିଷୟ ଜାଣନ୍ତି। ପ୍ରଭୁଙ୍କ ପାଖକୁ ଯିଏ ଆସନ୍ତି, ପ୍ରଭୁ ତାଙ୍କୁ କେବେ ବି ଖାଲି ହାତରେ ଛାଡି ନଥାନ୍ତି। ଯୀଶୁ ଆମକୁ ଜାଣନ୍ତି, ଆମ ନାଁ ମଧ୍ୟ ଜାଣନ୍ତି, ଆମ ସାଙ୍ଗରେ ରହିବାକୁ ଚାହାନ୍ତି। ପ୍ରଭୁ ଯୀଶୁ ଯିଏ କି ପୁରା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ସିଏ ଆମ ମନ ହୃଦୟରେ ରହିବାକୁ ଚାହାନ୍ତି। ଯେତେବେଳେ ଯୀଶୁ ଯକ୍ଷକୁ କହିଲେ, ମୁଁ ତମ ଘରକୁ ଆସିବାକୁ ଚାହୁଁଛି, ସେତେବେଳେ ଯକ୍ଷ ପୁରା ଆନନ୍ଦରେ, ମନ ଖୁସିରେ ପ୍ରଭୁଙ୍କୁ ଘରକୁ ନେଇଗଲେ। ଏଠାରେ ଦେଖନ୍ତୁ ଯକ୍ଷଙ୍କର କଣ ରିଆକ୍ସନ। ଯକ୍ଷ ପୁରା ଖୁସିରେ ପ୍ରଭୁଙ୍କୁ ଆପଣେଇ ନେଇଛନ୍ତି। ଆମେ ଯଦି ସେ ପରିସ୍ଥିତିକୁ ଭାବିବା, ଯକ୍ଷ ଚାହିଁଥିଲେ ବହୁତ ବାହାନା କରିପାରିଥାନ୍ତେ କି ମୋ ଘର ଦୂର ଅଛି, କି ମୋର ଘର ସଫାସୁତୁରା ନାହିଁ, କି ମୋର କଣ କାମ ଅଛି, କି ମୋର କୁଆଡେ ଯିବାର ଅଛି, ଏମିତି ବହୁତ ସାରା ଏକ୍ସକ୍ୟୁଜ କରିପାରିଥାନ୍ତେ। ହେଲେ ଏଠାରେ ଆମେ ଯକ୍ଷଙ୍କ ମନର ରିଆକ୍ସନ ଦେଖୁଛୁ। ସିଏ ଖୁସିରେ ପ୍ରଭୁଙ୍କୁ ଆପଣେଇ ନେଲେ। ପ୍ରଭୁ ତାଙ୍କ ଜୀବନରେ ଆସନ୍ତି, ପ୍ରଭୁ ଯାହା ଜୀବନରେ ଆସନ୍ତି, ତାଙ୍କ ଜୀବନରେ ଖୁସି ହିଁ ଖୁସି ଆସିଥାଏ। ଶାନ୍ତି ଓ ଆନନ୍ଦରେ ଜୀବନ ପରିପୂର୍ଣ୍ଣ ହୋଇଯାଏ। ତା ମାନେ ନୁହେଁ ଯେ ଟେନସନ ଆସିବନି, କିନ୍ତୁ ଟେନସନ ଆସିବନି, କି ଦୁଃଖ ଆସିବନି, କଷ୍ଟ ଆସିବନି। ଯାହା ଆସିଲେ ମଧ୍ୟ ପ୍ରଭୁ କହିଛନ୍ତି, ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଆଉ ନିଶ୍ଚୟ ଏସବୁ ଆମ ଜୀବନରେ ଆସିବ, କିନ୍ତୁ ଆମେ ପ୍ରଭୁଙ୍କ ଠାରେ ଯେତେବେଳେ ଆଉଜି ପଡିବା, ପ୍ରଭୁ ଆମମାନଙ୍କୁ ତୋଳି ଧରିବେ। ଯୀଶୁ ଯାହା ଜୀବନରେ ଆସନ୍ତି, ତା ଜୀବନରେ ଖୁସିରେ ପୂର୍ଣ୍ଣ ହୋଇଯାଏ। କଣ ଆପଣ ମାନେ ଏସବୁ କେବେ ଅନୁଭବ କରିଛନ୍ତି କି? ଅନୁଭବ ଆପଣ ମାନଙ୍କ ମଧ୍ୟରୁ କିଏ ନିଶ୍ଚୟ କରିଥିବେ, ମୋର ବିଶ୍ୱାସ। ମୁଁ ମଧ୍ୟ ଅନେକ ଥର ଅନୁଭବ କରିଛି। ଯଦି କରିନାହାନ୍ତି ତାହେଲେ ମନ ଭିତରୁ କୁହନ୍ତୁ, ପ୍ରଭୁ ମୋ ହୃଦୟରେ ଆସ। ଯଦି ହୃଦୟର ସହିତ ପ୍ରାର୍ଥନା କରିବେ ତ ପ୍ରଭୁ ନିଶ୍ଚୟ ଆପଣମାନଙ୍କ ଜୀବନରେ ଆସିବେ। ଆପଣଙ୍କ ଜୀବନ ଖୁସି ଓ ଆନନ୍ଦ ଓ ଶାନ୍ତିରେ ଭରିଦେବେ। ଆମେ ଯଦି ଯୀଶୁ ବାପାଙ୍କୁ ଆମ ଜୀବନକୁ ଡାକିବା, ତାହେଲେ ପ୍ରଭୁ ନିଶ୍ଚୟ ଆସିବେ। ଯିଏ ଯୀଶୁ ବାପାଙ୍କୁ ନିଜ ଜୀବନରେ ଆପଣେଇ ନିଅନ୍ତି, ସେମାନେ କେବେ ବି ଜୀବନରେ ହାର ମାନନ୍ତିନି। ଯକ୍ଷ କହିଲେ, ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ର ମାନଙ୍କୁ ଦେଉଅଛି। ଯଦି ଅନ୍ୟରେ କାହାରି ଠାରୁ କିଛି ନେଇଥାଏ, ତାହେଲେ ତା 4 ଗୁଣରେ ଫେରାଇ ଦେଉଅଛି। ସେଥିରେ ଯୀଶୁ କଣ କହିଲେ? ଯୀଶୁ କହିଲେ, ଆଜି ଏ ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି। ଯକ୍ଷ ଏ ସ୍ଥାନରେ ମନ ଫେରାଉଛନ୍ତି, ପ୍ରାୟଶ୍ଚିତ କରୁଛନ୍ତି। ଯୀଶୁ ଯେତେବେଳେ ଯକ୍ଷଙ୍କ ଜୀବନରେ ଆସୁଛନ୍ତି, ଯକ୍ଷ ତାଙ୍କ ପାପକୁ ଅନୁଭବ କରିପାରୁଛନ୍ତି। ଯକ୍ଷ କହୁଛନ୍ତି, ମୁଁ ପାପୀ, ମୁଁ ଯେତେ ଭୁଲ କାମ କରିଛି ତାକୁ ସବୁ ମୁଁ ଛାଡିବାକୁ ଚାହୁଁଛି, ଆଉ ସଠିକ ପଥରେ ଚାଲିବାକୁ ଚାହୁଁଛି। ପ୍ରିୟମାନେ, ଯଦି ଯୀଶୁ ବାପାଙ୍କ ଆପଣ ମାନେ ଆପଣେଇଛନ୍ତି, ଯଦି ଆଗରୁ ଆମେ ମାନେ ପାପରେ ଥିଲୁ, ଆଜି ବି ତାହା କରୁଛୁ, ତାହେଲେ ଆମେ ମାନେ ସତ୍ୟରେ ମନ ଫେରେଇ ନାହୁଁ। ଯଦି ପ୍ରଭୁ ଯୀଶୁଙ୍କୁ ନିଜ ଜୀବନରେ ଆପଣେଇବାର ମାନେ ଭୁଲ କାମ ଛାଡିବାର ଅଛି, ପାପରୁ ନିବୃତ୍ତ ହେବାର ଅଛି, ଆଉ ପ୍ରକୃତ ସତ୍ପଥରେ ଚାଲିବାର ଅଛି। ଆଉ ଏହା ହେଉଛି ପ୍ରକୃତରେ ମନ ଫେରାଇବା। ଆମମାନେ ଦେଖିବା 2 କରନ୍ଥୀ 5 ପର୍ବ 17 ପଦରେ। ଯଦି କିଏ ପାଇବେ ଟିକେ ପଢିବାରେ ସାହାଯ୍ୟ କରିବେ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି।
ଆମେ ପ୍ରଭୁ ସାହାଯ୍ୟ ଆଶୀର୍ବାଦ କରନ୍ତୁ ଭଉଣୀ ସୁପ୍ରିୟା ଭଉଣୀକୁ। ଆଉ ଏଠାରେ ଲେଖା ଅଛି, ଯଦି ଆମେ ଯୀଶୁ ବାପାଙ୍କୁ ଆପଣେଇଛୁ ତାହେଲେ ଆମେ ମାନେ ଗୋଟିଏ ନୂଆ ସୃଷ୍ଟି ହୋଇଛୁ। ଯଦି ଆପଣ ମାନେ ଯୀଶୁ ବାପାଙ୍କୁ ଜାଣିନାହାନ୍ତି, ଏହା ନୂଆ ଅନୁଭବ ପାଇବାକୁ ଚାହୁଁଛନ୍ତି, ଯଦି ଚାହୁଁଛନ୍ତି ତାହେଲେ ଯୀଶୁ ବାପାଙ୍କୁ ଡାକନ୍ତୁ। ଆମେ ମାନେ ପ୍ରାର୍ଥନା କରିବା, ଯୀଶୁ ବାପା ମୋ ପାପୀ, ମୋ ଜୀବନକୁ ଆସ, ମୋ ଜୀବନ ବଦଳେଇ ଦିଅ। ସିଏ ଆସିବେ, ଆମ ଜୀବନକୁ ବଦଳେଇ ଦେବେ, ଆଉ ଆମେ ଏକ ନୂଆ ସୃଷ୍ଟି ହୋଇଯିବା। ସେଇ ସ୍ଥାନରେ ଆମେ ଦେଖୁଛୁ କେତେ ଲୋକ ଥିଲେ, କେତେ ଲୋକ କୁଡକୁଡ ହଉଥିଲେ, ଗୁଜଗୁଜ ହଉଥିଲେ କି ଯୀଶୁ ଏ ପାପୀ ଲୋକ ଘରେ ରହିବାକୁ ଗଲେଣି। ଆଜି ଏ ଦୁନିଆରେ ଏମିତି ଲୋକ ଅଛନ୍ତି ଦେଖିବା ପାଇଁ ଆମେ ଦେଖୁଛୁ। ଆମେ ଆମ ଜୀବନରେ ମଧ୍ୟ ଅନେକ ଥର ଅନୁଭବ କରୁଛୁ। ମୋର ପ୍ରିୟ ଭଉଣୀ ମାନେ ସମସ୍ତେ ଅନୁଭବ କରିଥିବେ ନିଶ୍ଚୟ, ମୁଁ ମଧ୍ୟ ଅନୁଭବ କରିଛି। ଆଉ ଯେତେବେଳେ ଆମେ ପ୍ରଭୁଙ୍କ ପଥରେ ଚାଲୁ, ପ୍ରଭୁଙ୍କ ପଛରେ ଚାଲୁ, ସେତେବେଳେ ଅନେକ ଲୋକ ଯୋଉମାନେ କି ପ୍ରଭୁଙ୍କ ପଛରେ ଚାଲୁଥିବେ, ଆଉ ସେମାନେ ଲୋକ ଦେଖାଣିଆ ପ୍ରଭୁଙ୍କ ପଛରେ ଗୋଡେଇଥିବେ, କିନ୍ତୁ ଯେତେବେଳେ ଜଣେ ପ୍ରକୃତରେ ବଦଳି ଯାଏ ଆଉ ସେ ପ୍ରଭୁଙ୍କ ପଥରେ ଚାଲିବାକୁ ଚାହେଁ, ସେତେବେଳେ ସେଇ ଲୋକମାନେ ଖୁସି ହୁଅନ୍ତି ନାହିଁ, ତାକୁ ପ୍ରଭୁଙ୍କ ପଥରେ ଯିବାକୁ ଦିଅନ୍ତି ନାହିଁ। ପ୍ରିୟମାନେ, ଆଜି କଣ ଏଇଭଳି ଲୋକମାନଙ୍କର ମଧ୍ୟରେ ଆମେ ଅଛୁ କି? ଆମେ କଣ ପରିବର୍ତ୍ତିତ ବ୍ୟକ୍ତିଙ୍କ ଖୁସିରେ ଖୁସି ହୋଇଛୁ କି? ଆଜି ଆମମାନେ ସେ ସମୟ ଆସିଛି, ଆମମାନେ ଆଜି ସେମିତି ହେବା ନାହିଁ। ପ୍ରଭୁ ଆମମାନଙ୍କୁ ଅନେକ ବାକ୍ୟ ଦେଇଛନ୍ତି ବାଇବଲରେ, ଆଉ ଆମମାନେ ସେ ବାକ୍ୟ ପଢୁଛୁ, ଅନେକ ଦାସମାନଙ୍କ ମୁଖରୁ ମଧ୍ୟ ଶୁଣୁଛୁ, ଆଉ ଆମେ ପରିବର୍ତ୍ତିତ ଜୀବନ କାଟିବା। ଆଉ ଯିଏ ପରିବର୍ତ୍ତିତ ହେବାକୁ ଚାହୁଁଛନ୍ତି, ଆମେ ସେମାନଙ୍କୁ ସପୋର୍ଟ କରିବା, ଆଉ ସେମାନେ ଯେମିତି ଆଗକୁ ବଢିବେ ଆତ୍ମିକତାରେ ପ୍ରଭୁଙ୍କ ଠାରେ, ସେଇଭଳି ଆମେ ମାନେ ସମସ୍ତେ ଚେଷ୍ଟା କରିବା। ଆଉ ଯେତେ ଦୂର ଆମେ ଚାହିଁବା ସେତେ ଦୂର ଆମେ ସାହାଯ୍ୟ କରିବା ପାଇଁ ଆଗକୁ ବଢିବା। ଆଜି ବି ସମୟ ଅଛି, ଆମେ ଆମ ଲାଇଫକୁ ଚେକ୍ କରିବା ଜରୁରୀ ଅଟେ। ଏଇଟା ଗୋଟେ ଛୋଟ ଘଟଣା, କିନ୍ତୁ ଗୋଟେ ବଡ ଶିକ୍ଷା ଆମକୁ ମିଳୁଛି। ପ୍ରଭୁ ଯୀଶୁ ଭେଦଭାବ ରଖନ୍ତିନି, ସମସ୍ତଙ୍କୁ ପ୍ରେମ କରନ୍ତି। ପ୍ରଭୁ ଯୀଶୁ ଆମକୁ ଜାଣନ୍ତି, ଦେଖନ୍ତି, ଆମ ନାମ ଧରି ଆମକୁ ଡାକନ୍ତି। ଆମେ ଯଦି ଯୀଶୁ ବାପାଙ୍କୁ ଆମ ଜୀବନକୁ ଆସିବାକୁ ଦେବା, ସିଏ ଖୁସିରେ ଆମ ଜୀବନ ଭରିଦେବେ। ପାପମୟ ଜୀବନକୁ ଛାଡି ପବିତ୍ର ଜୀବନ କାଟିବାକୁ ଦେବେ। ପ୍ରିୟମାନେ, ଆମେ ଯଦି ଲାଷ୍ଟ ପଦ ଦେଖିବା, ଲାଷ୍ଟରେ କଣ ଅଛି ଦେଖିବା, 10 ପଦ ଆମେ ଟିକେ ପଢିବା। କାରଣ ଯାହା ଆଜି ଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଆମେନ୍, ଧନ୍ୟବାଦ। ଯୀଶୁବା ଗୋଟେ ଜାତି, ଗୋଟେ ଧର୍ମ, ଗୋଟେ ରାଜ୍ୟ କି ଗୋଟିଏ ଦେଶ ପାଇଁ ଆସିନଥିଲେ। ଯୀଶୁବାପା ପୁରା ମାନବ ଜାତି ପାଇଁ ଆସିଥିଲେ। ମତେ ବଞ୍ଚେଇବା ପାଇଁ, ଆପଣ ମାନଙ୍କୁ ବଞ୍ଚେଇବା ପାଇଁ, ଏ ଜଗତକୁ ବଞ୍ଚେଇବା ପାଇଁ ଆସିଥିଲେ। ଆମେ ଆଶା ହରେଇବାନି। ପ୍ରଭୁ ଯୀଶୁ ପାପୀ ମାନଙ୍କୁ ଖୋଜିବାକୁ ଆସିଲେ। ଯଦି ଆମେ ଜୀବନ ପ୍ରଭୁଙ୍କ ହାତରେ ଦେବା, ତାହେଲେ ପ୍ରଭୁ ଆମର ସମସ୍ତ ପାପ କ୍ଷମା କରି ଆମକୁ କୋଳେଇ ନେବେ। ଆମ ପାପ କ୍ଷମା କରି ଅନନ୍ତ ପଥରେ, ସ୍ୱର୍ଗୀୟ ପଥରେ ଆମମାନଙ୍କୁ କଢାଇ ନେବେ। ଆଜି ଆମେ ଯକ୍ଷଙ୍କ ଜୀବନରୁ ଅନେକ ବିଷୟ ଶିଖିଛୁ। ଆଉ ଯକ୍ଷ ଯେମିତିକି ଯକ୍ଷ ଜଣେ ଧନୀ ବ୍ୟକ୍ତି ଥିଲେ। ସେ ତାଙ୍କର ବହୁତ ଧନ ସମ୍ପତ୍ତି ଥିଲା, ସେ ଗେଡା ଥିଲେ, କିନ୍ତୁ ସେ ସେଥିପାଇଁ କେବେ ବି ମନ ଦୁଃଖ କରିନଥିଲେ। ଆଜି ଜଗତରେ ଅନେକ ଲୋକମାନଙ୍କର କମି ଘଟି ଅଛି। ମୁଁ ମଧ୍ୟ ମୋ ନିଜର ଗୋଟେ କଥା କହିବାକୁ ଚାହେଁ। ଦାମଞ୍ଜୁରିରେ ଥିବା ଭଉଣୀ ମାନେ ସମସ୍ତେ ମତେ ଜାଣିଥିବେ, ଆଉ ମୋ ନିଜ ଜୀବନର ବ୍ୟକ୍ତିଗତ ବିଷୟ ମୁଁ କହିବାକୁ ଚାହେଁ। ଆଉ ଯେପରିକି ମତେ ସମସ୍ତେ ଦେଖିଛନ୍ତି, ଜାଣିଛନ୍ତି। ମୋର ଆଖି ତେଢା ଅଛି ବୋଲି ମୋର ଦାମଞ୍ଜୁରିର ଭଉଣୀ ମାନେ ସମସ୍ତେ ଜାଣିଥିବେ। ଆଉ ମୁଁ ଆଗରେ ଅନେକ ଟାଇମ ସେଥିପାଇଁ ମୁଁ ପ୍ରଭୁଙ୍କୁ ମନ ଦୁଃଖ କରେ। ପ୍ରଭୁ, ମୋ ଭଉଣୀ ମାନେ, ମୋ ଭାଇ, ମୋ ଭଉଣୀ, ମୋ ବାପା ମା, କାହାର ଆଖି ବି ତେଢା ନାହିଁ, ମୋ ଆଖି କାହିଁକି ତେଢା କଲ? ମୁଁ ସବୁବେଳେ ସେମିତି ମୋ ମନରେ ଆସେ। କିନ୍ତୁ ଯେବେଠାରୁ ମୁଁ ପ୍ରଭୁଙ୍କ ଠାରେ ବିଶ୍ୱାସ କଲି, ଆଉ ପ୍ରଭୁଙ୍କୁ ଜାଣିଲି, ଆଉ ମୁଁ ସେବେଠାରୁ ଇଏ କଲି, ମନେ ମନେ ଭାବିଲି, ପ୍ରଭୁ ତ ମତେ ଅନ୍ଧୁଣୀ କରିନାହାନ୍ତି ନା, ପ୍ରଭୁ ତ ମତେ ଦେଖିବାକୁ ଦେଇଛନ୍ତି। ଆଖି ତେଢା ହେଲେ କଣ ହେଲା? ଏମିତି ଜଗତରେ ବହୁତ ଅଛନ୍ତି ଯୋଉମାନଙ୍କର ଚକ୍ଷୁ ନାହିଁ, ସେମାନେ ଦେଖି ପାରୁନାହାନ୍ତି, କିନ୍ତୁ ପ୍ରଭୁ ମତେ ଦେଖିବାକୁ ଦେଇଛନ୍ତି। ସେଥିପାଇଁ ମୁଁ କେବେ ବି ଆଉ ପ୍ରଭୁଙ୍କୁ ଏ ପ୍ରଶ୍ନ ପଚାରିବିନି ଯେ ପ୍ରଭୁ ମତେ ଏମିତି କାହିଁକି କଲ। ଆଉ ସେଥିପାଇଁ ଏମିତି ଏଇ ଜଗତରେ ମଧ୍ୟ ଅନେକ ଭାଇ ଭଉଣୀ ମାନେ ଅଛନ୍ତି, ଆଉ ଅନେକ ମାନଙ୍କ କମି ଘଟି ଅଛି, ଯିଏକି ପ୍ରଭୁଙ୍କ ଠାରେ ପଚାରୁଥିବେ, କିନ୍ତୁ ମୁଁ ମଧ୍ୟ ପଚାରିଛି। ଆଉ କେବେ ବି ଆମେ ପ୍ରଭୁଙ୍କୁ ପ୍ରଶ୍ନ କରିବାନି। ପ୍ରଭୁ ଯାହା କରିବେ ଆମ ମଙ୍ଗଳ ପାଇଁ କରିବେ। ଆଉ ପ୍ରଭୁ ନିଶ୍ଚୟ ଆମମାନଙ୍କ ସମସ୍ତଙ୍କ ସଙ୍ଗରେ ଅଛନ୍ତି। ଆଉ ଯେତେବେଳେ ଆମେ ଆତ୍ମିକତାରେ କେବେ ବି ଦୁର୍ବଳ ହେବା ନାହିଁ।
प्रभु आमମାନଙ୍କୁ ସମସ୍ତଙ୍କୁ ବହୁତ ଆଶୀର୍ବାଦ କରିଛନ୍ତି ଆଉ ଆମମାନଙ୍କ ଜୀବନରେ ସମସ୍ତେ ଅନୁଭବ କରିଛୁ ଆମ ପିଲାମାନଙ୍କ ଦ୍ୱାରା ସ୍ୱାମୀମାନଙ୍କ ଦ୍ୱାରା ଆମ ପାରିବାରିକ ଜୀବନରେ ଅନେକ ବିଷୟ ଅଛି କିନ୍ତୁ ଆଜି ପର୍ଯ୍ୟନ୍ତ ଆମେ ଯେତେବେଳେ ବି ପ୍ରଭୁଙ୍କ ଠାରେ ନିଜକୁ ସମର୍ପିତ କରିଛୁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛୁ ଆଣ୍ଠୁ ଭାଙ୍ଗିଛୁ ପ୍ରଭୁଙ୍କ ଠାରେ ମାଗିଛୁ ପ୍ରଭୁ ଆମକୁ କେବେ ବି ହତାଶ ନିରାଶ ହେବା ପାଇଁ ଦେଇନାହାନ୍ତି ସେଥିପାଇଁ ଆଜି ବି ସମୟ ଅଛି ଆମମାନେ କେବେ କାହାକୁ ପଛକୁ ଯିବା ପାଇଁ ଦେବା ନାହିଁ ଆମେ ଯେପରି ସମସ୍ତେ ଆତ୍ମିକତାରେ ଆମେ ଯେପରି ଯକ୍ଷଙ୍କ ଭଳି ଆଗକୁ ବଢିବା ଆଗରୁ ଆମେ ଯାହା କରି ସାରିଛୁ ତାକୁ ଛାଡି ଆମେ ଯେପରି ପରିବର୍ତ୍ତିତ ଜୀବନ କାଟିବା ଆଗକୁ ବଢିବା ପ୍ରଭୁଙ୍କ ପଥରେ ଚାଲିବା ଆଉ ସେଥିପାଇଁ ଆମେ ଚେଷ୍ଟା କରିବା ପ୍ରଭୁ ଆମମାନଙ୍କୁ ଚାହିଁଛନ୍ତି ନିଶ୍ଚୟ ଆମେ କେତେବେଳେ ଫେରିବା ପ୍ରଭୁ ଆମମାନଙ୍କୁ କ୍ଷମା କରି ତାଙ୍କର ପଥରେ କଢେଇ ନେବେ ପ୍ରିୟ ଭଉଣୀମାନେ ଆଜି ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏ ବାକ୍ୟ ଦ୍ୱାରା ଏବଂ ଯଦି ମୁଁ କିଛି ଭୁଲ କହିଥିବି ମତେ କ୍ଷମା କରିବେ ଆଉ ଯଦି କିଛି କହିବାକୁ ଚାହିଁବେ ବି ଭଉଣୀମାନେ ମୋର ଆପଣମାନେ କହିପାରିବେ ଆଉ ମୁଁ ଯେତିକି ପ୍ରଭୁ ମତେ ପ୍ରସ୍ତୁତ କରିଥିଲେ ଆଉ ମୁଁ ଯେତିକି ପ୍ରଭୁ ମତେ ସାହାଯ୍ୟ କଲେ ମୁଁ କହିଛି ଧନ୍ୟବାଦ ଦଉଛି